ଯେତେବେଳେ ନାରଦ ମହାମୁନି ସମସ୍ତ ଯାଦବ ମାନଙ୍କୁ ବସେଇ କହୁଛନ୍ତି ବଳରାମଙ୍କର ବିବାହ କଥା ଯେ ରୈବତକ ରାଜନ ଅପେକ୍ଷା କରି ରହିଛନ୍ତି ରେବତୀଙ୍କ ପାଇଁ ଯେଉଁଦିନ ଉପଯୁକ୍ତ ବର ମିଳିବ ସେଇଦିନ ତାଙ୍କର ବିବାହର କରିବେ। ଆଜି ରୈବତକ ରାଜନ ଜାଣିସାରିଛନ୍ତି ଯେ ସ୍ୱୟଂ ବଳରାମ ହିଁ ତାଙ୍କ କନ୍ୟାର ଉପଯୁକ୍ତ ବର ଆଉ ସେଥିପାଇଁ ତାଙ୍କର କନ୍ୟାର ବିବାହ କରାଇବା ପାଇଁ ସେ ମୋତେ ପ୍ରସ୍ତାବ ଦେଇଛନ୍ତି। ଆଉ କ'ଣ କହୁଛନ୍ତି ନାରଦ ମହାମୁନି ଜ୍ୟେଷ୍ଠ ଭାଇର ଦୁହିତା ସୀତା ନାମେ ଥିଲା ତ୍ରେତୟା ଯୁଗେ ତାକୁ ରାମ ବିବାହେଲା ତ୍ରେତୟା ଯୁଗେ ତାହାଙ୍କୁ ରାମ ବିବାହେଲା ତ୍ରେତୟା ଯୁଗେ ତାହାଙ୍କୁ ରାମ ବିବାହେଲା। ଏବେ ଦୁଆପର ଯୁଗ ହେଲା ଉପଗତ ବେଦ ବୋଲୁଛି ତୁମେ ରେବତୀର ନାଥ ବେଦ ବୋଲୁଛି ତୁମ୍ଭେ ରେବତୀର ନାଥ ବେଦ ବୋଲୁଛି ତୁମ୍ଭେ ରେବତୀର ନାଥ। ଦୁଇ ତାଙ୍କୁ ସଙ୍ଗେ ଘେନି ସମଦଣ୍ଡ ବାହି ହାଟକୁ ଘେନି ନଥୋକେ ଦୂରେ ଅଛି ରହି ହାଟକୁ ଘେନି ନଥୋକେ ଦୂରେ ଅଛି ରହି ହାଟକୁ ଘେନି ନଥୋକେ ଦୂରେ ଅଛି ରହି। ରୈବତକ ରାଜନ ଆସିଛନ୍ତି ତୁମକୁ ବିବାହ କରିବାର ପ୍ରସ୍ତାବ ନେଇ ତେଣୁ ଅନେକ ଦୂରରେ ଅଛନ୍ତି ଏକ ତୋଟାରେ ବିଶ୍ରାମ ନେଇଛନ୍ତି ଦଳବଳ ନେଇ ସୈନ୍ୟ ସାମନ୍ତମାନଙ୍କ ସହ ସେ ସେଠାରେ ଅଛନ୍ତି ତେଣୁ ତାଙ୍କ କନ୍ୟାର ପାଣି ଗ୍ରହଣ କରିବା ପାଇଁ ଆପଣ ଏଥର ନିର୍ଦ୍ଦେଶ ଦିଅନ୍ତୁ। ତେଣୁ ସମସ୍ତ ଯାଦବମାନେ ଅପେକ୍ଷା କରି ରହିଛନ୍ତି ବଳରାମ କ'ଣ କହିବେ ବଳରାମଙ୍କର ମୁଖରୁ ଜାଣିଲେ ପ୍ରଭୁ ଶ୍ରୀକୃଷ୍ଣଙ୍କ ମୁଖରୁ ଶୁଣିଲେ ତେଣୁ ସମସ୍ତେ ଖୁସି ହେବେ ତେଣୁ ବିବାହ ପାଇଁ ରାଜି କି ନାହିଁ। ଚାର ବୋଇଲେ କମତେ ପେଶିଲେ ରହିବ ତ ଗୋବିନ୍ଦ ବୋଇଲେ କାଉଁ ଅଇଲ ହେ ଦୂତ ଗୋବିନ୍ଦ ବୋଇଲେ କାହୁଁ ଅଇଲା ହେ ଦୂତ ଗୋବିନ୍ଦ ବୋଇଲେ କାହୁଁ ଅଇଲା ହେ ଦୂତ। ରେବତୀ ନାମରେ ତାଙ୍କ ଦୁହିତାଏ ଅଛି ସୁକୁମାରୀ ସୁଲକ୍ଷଣୀ ଅଟଇ ମୃଗାକ୍ଷୀ ସୁକୁମାରୀ ସୁଲକ୍ଷଣୀ ଅଟଇ ମୃଗାକ୍ଷୀ ସୁକୁମାରୀ ସୁଲକ୍ଷଣୀ ଅଟଇ ମୃଗାକ୍ଷୀ। ରାଜାଙ୍କ ପଞ୍ଚ ଆତ୍ମା ସେ ସୁନ୍ଦରୀ ଅଟଇ ଚତୁର୍ଦଶ ପୁରେ ତାକୁ ବରନ ଘଟଇ ଚତୁର୍ଦଶ ପୁରେ ତାଙ୍କୁ ବରନ ଘଟଇ ଚତୁର୍ଦଶ ପୁରେ ତାଙ୍କୁ ବରନ ଘଟଇ। ଅନେକ କାଳର ସେଇ ଅବିବାହିବା ମା ବହୁ କାଳୁ ପିତା ଘରେ ଅଛି ରାଜଜେମା ବହୁ କାଳୁ ପିତା ଘରେ ଅଛି ରାଜଜେମା ବହୁ କାଳୁ ପିତା ଘରେ ଅଛି ରାଜଜେମା। ତେଣୁ ଦୂତ ଯେତେବେଳେ ଯାଇ ପହଞ୍ଚି ଯାଇଛନ୍ତି ଦୂତକୁ ପଚାରୁଛନ୍ତି ଏ ଦୂତ ତୁମକୁ କିଏ ପଠେଇଛନ୍ତି ନା ରୈବତ ରାଜନ ମୋତେ ପଠେଇଛନ୍ତି ତାଙ୍କର ଅବିବାହୀ କନ୍ୟା ଅଛନ୍ତି ତାଙ୍କ ସହିତ ବଳରାମଙ୍କର ବିବାହ କରାଇବା ପାଇଁ ମୋତେ ଆଜି ଚିଠାଉ ଦେଇ ପଠେଇଛନ୍ତି ଏ ଚିଠାଉ ନିଅନ୍ତୁ ଏ ଚିଠାଉଟି ପଢ଼ନ୍ତୁ। ତେଣୁ ଆଜି ରୈବତ ରାଜନଙ୍କର ଚିଠାକୁ ପାଠ କରୁଛନ୍ତି ଶ୍ରୀକୃଷ୍ଣ।